ଯଦି କ୍ଷୀରରେ ବାଳ ପଡିଥାଏ ତାହେଲେ ଆମେ କଣ କରିବା ଉଚିତ? କଣ କରିବା ମାନେ କ୍ଷୀରର ବାଳଟାକୁ ବାହାର କରିଦେବା, କ୍ଷୀରଟାକୁ ଠକ୍ ଠକ୍ କରି ପିଇଦବା। ଇଏ କଣ କରୁଛନ୍ତି ଯେ? ବାଳ ପଡିଥିଲା ବା। କମ୍ଫର୍ଟେବଲ ଲାଗୁଛି? କମ୍ଫର୍ଟେବଲ ଲାଗୁନି, ଆପଣ ଟିକେ ଫଳ ପକେଇଦେଲେ ମୋ ଉପରେ କମ୍ଫର୍ଟେବଲ ଧନ୍ୟ। ହଁ ପୁଅ। ଇଏ ମୋ ସ୍ତ୍ରୀ ମରିଯାଇଛି। Oh no! ଆପଣଙ୍କ ସ୍ତ୍ରୀ କେମିତି ମଲେ? ମୋ ସ୍ତ୍ରୀ ଗୋଟେ କୁଣ୍ଡେଇ କରି କହିପାରିବି ତ? ମୋ ସ୍ତ୍ରୀ କଣ ଜାଣିଛ? ମୋ ସ୍ତ୍ରୀ ମାଲ ପିଉଥିଲା। ଶାନ୍ତିର ଟିକେ ମତେ ବସେଇ ମୁଁ କି ଭୁଲ କରିଛି ତୋ ପାଖରେ? ତୁ ମତେ ଟିକେ ମୋ ସ୍ତ୍ରୀ ମଦ ଖାଇଲା, ମଦ ଗୋଟେ ଗୋଟେ ନିକି ପିଉଥିଲା। ମୋ ସ୍ତ୍ରୀ ଗୋଟେ ଗୋଟେ ନିକି ପିଉଥିଲା, ତାପରେ ଗୋଟେ ଗୋଟେ କୁଆଡେ ପିଇବା ଆରମ୍ଭ କଲା। କୁଆଡେ ପିଇଲା ପିଇଲା, ତାପରେ ସିଗରେଟ ଟାଣିଲା। ସିଗରେଟ ଟାଣିଥିଲା ଗଞ୍ଜି ସିଗରେଟ ଟାଣିଲା। ଗଞ୍ଜେଇ ସିଗରେଟ ଟାଣିଲା କାନ୍ଧ ଗୋଟା କାଖ ଗୋଟା ବ୍ଲାଉଜ ପିନ୍ଧିକି ପଦାରେ ବୁଲିଲା। ତାର ଲୋକ କହିଲେ ଭାଇ ଭାଉଜ କଣ ଆଫ୍ରିକା ଜଙ୍ଗଲ